ହାଏ ସାଙ୍ଗମାନେ ସମସ୍ତଙ୍କୁ ଜୟ ଶ୍ରୀରାମ। ଚାଲନ୍ତୁ ଆଜି ବ୍ଲଗ୍ଟା ଷ୍ଟାର୍ଟ କରିବା ଆଉ ତା ଭିତରେ ଆପଣମାନଙ୍କ ସହିତ ଟିକେ କଥା ହେଇଯିବା। ଜାଣିଛନ୍ତି, ମୁଁ ଭାବେ ଯେ ଝିଅମାନଙ୍କ ଜୀବନଟା ବହୁତ କଷ୍ଟ ବୋଲି। କାହା ଜୀବନ କ'ଣ, କିନ୍ତୁ ମୋତେ ଲାଗେ ଯେ ଝିଅମାନଙ୍କ ଜୀବନଟା ବହୁତ କଷ୍ଟ। ଝିଅ ଜନ୍ମ ହେବାଟା ହିଁ କଷ୍ଟଦାୟକ। କାହିଁକିନା ଆମେ ତ ଛୋଟ ହେଇଥିଲୁ, ଆମେ ଜାଣିପାରୁନଥିଲୁ ଆମ ମାଆମାନଙ୍କର ଦୁଃଖ କଷ୍ଟକୁ ବୁଝିପାରୁନଥିଲୁ। କିନ୍ତୁ ଯେତେବେଳେ ଆମେ ନିଜେ ବଡ଼ ହେଲୁ, ଅନ୍ୟ ଘରକୁ ଆସିଲୁ ଆଉ ନିଜେ ମାଆ ହେଲୁ, ସେତେବେଳେ ଜାଣିପାରିଲୁ ଯେ ମାଆମାନଙ୍କର ଦୁଃଖ ଆଉ କଷ୍ଟ ଏଇଟା ନିଜେ ଅନୁଭବ କରିପାରିଲୁ। କାହିଁକିନା ମାଆମାନେ ଯେତେବେଳେ ଟିକେ ଭଲ ପାଇବା ଆଶାରେ କେତେ ଦୁଃଖ କଷ୍ଟ କରୁଥିଲେ, ସେଇଟା ସେ ପାଉନଥିଲେ। ତାଙ୍କୁ କେତେ କଷ୍ଟ ଲାଗୁଥିବ। ଛୁଆଙ୍କୁ ବଢ଼େଇ ଗଢ଼େଇ ମଣିଷ କରିବା କେତେ କଷ୍ଟ, ସେଇଟା ନିଜେ ଯେତେବେଳେ ଆମେ ମାଆ ହେଲୁ କି ଅନ୍ୟ ଘରକୁ ଆସିଲୁ, ସେତେବେଳେ ଆମେ ନିଜେ ଏବେ ବୁଝିପାରୁଛୁ। କିନ୍ତୁ ସେତେବେଳେ ଟିକେ ବି ଆମେ ଦୁଃଖ କଷ୍ଟକୁ ବୁଝିପାରୁନଥିଲୁ ନା ଜାଣିପାରୁନଥିଲୁ। କାହିଁକିନା ଯେତେବେଳେ ଅନ୍ୟ ଗୋଟେ ଝିଅ ଅନ୍ୟ ଘରକୁ ଆସେ, ଅନ୍ୟ ଭିନ୍ନ ଭିନ୍ନ ଲୋକ ଥାଆନ୍ତି, ସମସ୍ତଙ୍କ ଚିନ୍ତାଧାରା ଅଲଗା, ଆଉ ସମସ୍ତଙ୍କୁ ନେଇ ଚଳିବାଟା କେତେ କଷ୍ଟ। ଆଉ ଗୋଟେ ଝିଅ ସବୁବେଳେ ଭାବେ ଟିକେ କିଛି ଭଲ କାମ କଲେ କି ସମସ୍ତଙ୍କ ପାଇଁ ଟିକେ ଯେତେ କଷ୍ଟ ପଡ଼ୁ ପଛେ କାମଟା କଲେ ସମସ୍ତେ ତାକୁ ଟିକେ ଭଲ ପାଇବେ, କିନ୍ତୁ ସେଇଟା କେବେ ହୁଏନି। ସବୁବେଳେ ହିଁ ନିନ୍ଦା ପାଆନ୍ତି। ଯେତେ ଭଲ ଯେତେ କଷ୍ଟ ପଡ଼ୁ, କାହା ପାଇଁ କିଛି କରିଥିବ, କିନ୍ତୁ ପଛରେ ଶୁଣିଲା ବେଳକୁ ନିନ୍ଦା ଶୁଣିବ। ଏଇଟା କେତେ କଷ୍ଟ ଲାଗୁଥିବ, ଯିଏ ଅନୁଭବ କରିଥିବ ସେ ନିଶ୍ଚିନ୍ତ ଜାଣିପାରୁଥିବେ ଆଉ ଗୋଟେ ଝିଅର କଷ୍ଟକୁ। କାହିଁକିନା କାହା ଶାଶୁଘର ଆସି କାହା ପାଇଁ କିଛି କରିଥିବ, ଓଲଟା ନିନ୍ଦା ପାଇବ। ସେଇଟା ବହୁତ କଷ୍ଟଦାୟକ ନା। ଆଉ ମୋତେ ଲାଗେ ସେଇଟା ବହୁତ ଝିଅମାନଙ୍କର କଷ୍ଟଦାୟକ। କାହିଁକିନା ଯେତେ ଚାହିଁବ ଟିକେ ସମସ୍ତଙ୍କଠାରୁ ଟିକେ ଭଲ ପାଇବା ପାଇବ, କି ସମସ୍ତଙ୍କ ପାଇଁ ଟିକେ କିଛି କରିଥିଲେ ସମସ୍ତେ ଟିକେ ଭଲ କହିବେ କି ଭଲ ପାଇବେ, କିନ୍ତୁ ତା'ର ଓଲଟାଟା ଯେତେବେଳେ ଶୁଣିବ ତୁମକୁ କେତେ କଷ୍ଟ ଲାଗିବ ନା। କାହା ପାଇଁ କିଛି ଏତେ କଷ୍ଟ କରି କାହା ପାଇଁ କିଛି କରିଥିବ, ଓଲଟା ଶୁଣିବ ଯେ ଏମିତି ସେମିତି ନିନ୍ଦା ଅପବାଦ ଶୁଣିବ। ସେଇଟା ଝିଅମାନଙ୍କ ପାଇଁ କେତେ କଷ୍ଟ। ମୁଁ ନିଜେ ଅନୁଭବ କରିଥାଏ, ଜାଣିଥାଏ। ମୋତେ ଲାଗେ ଝିଅ ଜୀବନଟା ବହୁତ କଷ୍ଟ। ଆଉ କାହାକୁ କ'ଣ ଲାଗୁଥିବ ମୁଁ ତ ଜାଣିନି। ଯାହା ହଉ, ଏଇ ମୋ ବ୍ଲଗ୍ଟା ମୁଁ ଏଣ୍ଡ କରୁଛି।